মূল নকৰি ଖାଲି କଣ ସେତିକି ନାରଦ ମହର୍ଷି ବିଚାର କଲେ ଦିନେ କହେଲା ମାଲାଣି ଫୁଲ ବିକି ଗଲା ପୁଣି 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 ରାଧା ଗଳେ ଫୁଲ ମାଳ ରାଧା ଗଳେ ଫୁଲ ମାଳ ରାଜେଲା ଲମ୍ବାଇ ଯେତେବେଳେ ନାରଦ ମହର୍ଷି ସବୁ କଥା ଜାଣି ପକେଇଲେ କହିଲେ ତମ ସ୍ୱାମୀ ଅଙ୍ଗରେ ଗୋଟେ ଭୂତ ଲାଗିଛି ବାପା ଭାସନ୍ତି ବ୍ରହ୍ମାନନ୍ଦନ ଶୁଣ ଦେଇ ମନ ତୁମ ପତି ଅଙ୍ଗେର ହି ରାଧିକା ଭୂତ କରୁଅଛି ବିଚଳିତ କରି ଅଙ୍ଗ କବଳିତ ୟାକୁ ଗୋଟେ ବ୍ରତ ପାଳନା କରିବାକୁ ପଡିବ ସେ ବ୍ରତଟି ନା ହେଲା କେମିତି କି ବ୍ରତ କହିଲେ ହେ ରାଣୀ ମାନେ ହେ ଦ୍ୱାରକାର ଠାକୁରାଣୀ ମାନେ ତୁମେ କୃଷ୍ଣଙ୍କୁ ଏଠୁ ଉଦ୍ଧାର କରିବାକୁ ହେଲେ ତାଙ୍କର ଦେହ ଶୁଦ୍ଧ ହବାକୁ ହେଲେ ତମେ ଗୋଟେ ବ୍ରତ କରିବାକୁ ପଡିବ ସେ ବ୍ରତଟି ନା ହେଲା କିମିତି କି ବ୍ରତ ଠାକୁରାଣୀ ମାନେ ଆଶ୍ଚର୍ଯ୍ୟ ହେଇଗଲେ କହିଲେ ଆମେ ଶୁଣିଛୁ ଏ ସଂସାରରେ ଯେତେ ବ୍ରତ ଅଛି ଏ ଗାରଗୌରୀ ବ୍ରତ ଲକ୍ଷ୍ମୀ ନାରାୟଣ ବ୍ରତ ସୋମନାଥ ବ୍ରତ ସୁଦଶା ବ୍ରତ କଣ କିମିତି କି ବ୍ରତ ଏ ବାପା ଇଏ ତ କଣ ଗୋଟେ ନୂଆ ବ୍ରତ ଏଥିରେ କଣ ସବୁ ସରଞ୍ଜାମ ଦରକାର ହବ କଣ ଦ୍ରବ୍ୟ ସବୁ ଆବଶ୍ୟକ କହିଲେ ଦ୍ରବ୍ୟ ହଉଛି ମୁଖ୍ୟ ଦ୍ରବ୍ୟ 108ଟି ନୀଳ ପଦ୍ମ ଆସିବ ସୁନାର ପଦ୍ମ ଆସିବ ଦ୍ୱାରକାରେ ରଘୁନାଥଙ୍କର ପୂଜା ଅର୍ଚ୍ଚନା ହେବ ସୁବର୍ଣ୍ଣର ପଦ୍ମ ଆସି ଦ୍ୱାରକାରେ ରଘୁନାଥଙ୍କର ପୂଜା ଅର୍ଚ୍ଚନା ହୁଏ ତୁମ ପତି ଆଉ ରାଧା ବୋଲି ଉଚ୍ଚାରଣ କରିବେ ଏ କଥା କହି ନାରଦ ମହର୍ଷି ଅନ୍ତର୍ଧ୍ୟାନ ହେଇଗଲେ ଠାକୁରାଣୀ ବିଚାର କଲେ ସ୍ୱାମୀ ହଉଛି ଆମର ସର୍ବସ୍ୱ ସମ୍ପଦ ଆପଣଙ୍କର ସ୍ୱଭାବ କବି ଗଙ୍ଗାଧର ଇଏ ପ୍ରକୃତିର ଉପାସକ ତାଙ୍କର କଲମ ମନରୁ ନିଃସୃତ ହେଲା ବାପା କହିଲା ସ୍ୱାମୀ ଗୁରୁ ସ୍ୱାମୀ ସ୍ୱାମୀ